हेलो हाय नमस्कार वेलकम बैक टू माय अनदर वीडियो। तो आज अच्छे मार्गशीर मासर चतुर्थ गुरुवार। तो आज हूँ आम घर ओषा। तो आपण मैंने काली व्लॉग रे देखी सारी तो जो मैंने देखी ना प्लीज जाई चेक कर नियंतु। तो काली सब किसी कम सर जाइला आज बाकी थिला ठाकुर बसवा। तो 3टा रात मत डाकी देला। मु भी उठी पड़ी 3टा राति मत डाकिकी कहले कि जा जल्दी गाधे पड़। तो मु उठिकी ब्रश करने भितर बहुत तार कौन करथिला ना घर झाड़ू कर देथिला। ता सहित बाहर गोबर पानी बा पवित्र पानी पकेकी घर माने बाहरटा झाड़ू कर नहीं। ଆଉ ଏଇ ଯେଉଁ ଫୁଲ ଗୁଡ଼ାକ ଦେଖୁଛନ୍ତି ଏ ଆଜିର ନୁହଁ, ଏଇଟା କାଲି ରାତିରେ ବୋଉ ୟାକୁ ସବୁ ଆଙ୍କିଥିଲା। ମୋତେ ଭଲସେ ଫୁଲ ପକେଇ ଆସେନି, ତ ବୋଉ ତାର ସବୁ ଆଙ୍କି ଦେଇଥିଲା। ଆଉ ଏଠି ଦେଖିପାରୁଥିବେ ମୁଁ ଠାକୁର ବସେଇ ଦେଇଛି। ବୋଉ ମୋତେ କହିଦେଲା କେମିତି କ'ଣ ହୁଏ। ତ ମୋତେ ବି ବହୁତ ଭଲ ଲାଗୁଥିଲା, କାହିଁକିନା ମୁଁ ଠାକୁର ବସଉଥିଲି, ମୋତେ ମାନେ ଚାନ୍ସ ମିଳିଥିଲା, ଯେମିତିକି ମୋତେ ଫିଲ୍ ହେଉଥିଲା ମାଆଙ୍କର ଗୋଟେ କୃପା ହେଇଛି ମୋ ପ୍ରତି। ତ ମୁଁ ଠାକୁରଟା ବସେଇ ଦେଇକି ତାପରେ ମୁଁ କ'ଣ କରିଥିଲି ନା ଘରର ଠାକୁର ସବୁ ପୂଜା କରିନେଇଥିଲି। ଆଉ ଜଣଙ୍କ ବାଡ଼ିରୁ ଗେଣ୍ଡୁ ଫୁଲ ଆସିଥିଲା, ଦେଖିପାରୁଥିବେ କେତେ ସୁନ୍ଦର ଲାଗୁଛି। ତାପରେ ବୋଉ ବସିଗଲା ପିଠା କରିବା ପାଇଁ। ସେ ପ୍ରଥମେ କ'ଣ କଲା ନା ସୁଜିଟାକୁ ଭାଜିଦେଲା। ତ ଏଠି ଆମର ମଣ୍ଡା ପିଠା ସହିତ ଅନ୍ୟାନ୍ୟ ପିଠା ସବୁ ହେବ। ତ ଏଠି ପୁରଟା ବି ଜନ୍ତି ନେଇଛି। ଏଇଟା ଅଛି ଛେନା ଆଉ ନଡ଼ିଆ। ପୁର ଜନ୍ତି ସାରିବା ପରେ ମୁଁ ଆରମ୍ଭ କରିଦେଇଥିଲି ପିଠା ବନେଇବା। ତ ଏଠି ଫାଷ୍ଟ ବନେଇଥିଲି ଚକୁଳି ପିଠା, ମାଆଙ୍କର ଭୋଗ ଲାଗେ। ତ ବୋଉ କହିଥିଲା 10ଟା ପିଠା ବନେଇବା ପାଇଁ। ତ ଆଣଟା ପାଣିଆ ହେଇଥିଲା, ଏମିତି ହେଇଯାଇଛି। ତାପରେ କ'ଣ ହେଲା ନା ପାଣି ଗରମ ହେଇଯାଇଥିଲା। ସେ ଯେଉଁ ସୁଜିଟା ଭଜା ହେଇଥିଲା ମୋତେ କହିଲା କି ତୁ ଏମିତି ମୁଠାଏ ମୁଠାଏ କରିକି ପକା, ଆଉ ମୁଁ ସେଟାକୁ ଭଲସେ ଜନ୍ତି ନିଏ। ଏଟାକୁ ଆମର ଖଳି କହନ୍ତି, ତ ବା ଆଣ ବି କୁହନ୍ତି। ତ ଏଇଟା ଜନ୍ତା ହେଇଗଲା। ତାପରେ ଏଠି ଦେଖିପାରୁଥିବେ ମୋର ପିଠା ଯେଉଁ ବନେଇଥିଲି 10ଟା ସେ ବି ହେଇଗଲାଣି। ବୋଉ ଷ୍ଟାର୍ଟ କରିଦେଲା ପିଠା ଗଢ଼ିବା। ତ ସେ ପିଠା ଗଢ଼ିବାରେ ଲାଗିଥିଲା, ଆଉ ମୁଁ ବସିକି ଛାଣୁଥିଲି। ତ ଛାଣିବା ଭିତରେ ମୋତେ ବି ଟିକେ ନିଦ ଲାଗୁଥିଲା, କାହିଁକିନା ଭୋର ଭୋର ଅଛି। ତ ସକାଳୁ ବି ଗାଧେଇ ପଡ଼ିଥିଲି, ଥଣ୍ଡା ବି ଲାଗୁଥିଲା। ତ ଜାଣିପାରୁଥିବେ ଆପଣମାନେ କେଉଁ ଟାଇପ୍ର ଶୀତ ହେଉଛି। ତ ମୁଁ ଗ୍ୟାସ୍ ପାଖରେ ଯେହେତୁ ବସିକି ଛାଣୁଥିଲି, ଛାଣିବା ସହିତ ମୋତେ ବି ଟିକେ ନିଦ ଲାଗୁଥିଲା। ତ ସେସବୁକୁ ମୁଁ ସାଇଡ଼୍ କରିକି ମୁଁ ଷ୍ଟାର୍ଟ ହେଇଗଲି, ମାନେ ପିଠା ଛାଣିବାଟା ଷ୍ଟାର୍ଟ କରିଦେଲି। ତ ପ୍ରଥମେ ଆରିସା ପିଠା ଗୁଡ଼ାକ ମୁଁ ଛାଣିବାରେ ଲାଗିଗଲି। ତ ସେ ଯେଉଁ ଗୋଟେ ଆଣ ହେଇଛି ତା ଭିତରେ ହିଁ 3-4 ପ୍ରକାରର ପିଠା ହେବ। ତ ମୁଁ ପ୍ରଥମେ ପକାଇ ଦେଇଥିଲି ସେ ଆରିସା ପିଠାକୁ ଛାଣିବା ପାଇଁ। ଆଉ ଏପଟେ ଦେଖିପାରୁଥିବେ ବୋଉ କେତେ ସ୍ପିଡ଼୍ରେ ଆଉ ସୁନ୍ଦର ଭାବରେ ତାର ପିଠା ଗଢ଼ିବାରେ ଲାଗିଛି। ତ ଏଇ ଯେଉଁ ପିଠାଟା ମୁଁ ଛାଣୁଛି ଏଇଟା ବହୁତ ବଢ଼ିଆ ଭାବରେ ଫୁଲୁଥିଲା, କିନ୍ତୁ କ୍ୟାମେରାରେ ଭଲସେ ଦେଖାଯାଉନଥିଲା। ମୁଁ ଯେତେବେଳେ ଗୋଟେ ସାଇଡ଼୍ ତାକୁ ଓଲଟେଇଲି, ଏଇଠି ଆପଣମାନେ ଦେଖିପାରୁଥିବେ କେତେ ସୁନ୍ଦର ଭାବରେ ପିଠା ଗୁଡ଼ାକ ଫୁଲିଛି। ତ ତାକୁ ଏପଟ ସେପଟ କରିକି ମୁଁ ସବୁତକ ଭାଜି ନେଲି। ଆଉ ଏ ପିଠାଟା ବେଶୀ ନାଲି ହେବନି, କାହିଁକିନା ଗୁଡ଼ ଦେଲେ ବୋଧେ ନାଲି ହୁଏ, କିନ୍ତୁ ଆମର ଚିନି ଦିଆହେଇଛି ଯେହେତୁ ଆଣରେ, ତ ସେ ବେଶୀ ନାଲି ହେଉନଥିଲା। ଏଇ ଟାଇପ୍ର ହେଇଥିଲା ପିଠା, ଆପଣମାନେ ଦେଖିପାରୁଥିବେ। ତ ଏଇ ଟାଇପ୍ର ହିଁ ମୁଁ ପିଠା ଗୁଡ଼ାକ ବାହାର କରିଥିଲି। ତାପରେ ମୁଁ ଦେଇଥିଲି ମଣ୍ଡା ପିଠା ଛାଣିବା ପାଇଁ। ତ ସବୁ ପିଠାରୁ 10ଟା ଲେଖାଏଁ ହେବ, ଯାହା ବି କିଛି ମାନେ ପିଠା ଉପରେ ବନା ହେଇଛି। ତ ମଣ୍ଡା ପିଠାରୁ ବି ମୁଁ 10ଟା ଛାଣିବା ପାଇଁ ବସିଗଲି। ତ ଏଠି ମୁଁ ପକାଇଲା ବେଳେ ଟିକେ ମିଷ୍ଟେକ୍ ହେଇଗଲା, ଟିକେ ଜୋରସେ ପଡ଼ିଗଲା ତେଲ। ଆଉ ଉପରକୁ ତ ଛିଟକିନି, କିନ୍ତୁ ଯାହା ବି ହଉ ଠିକ୍ ଠାକ୍ ଥିଲା, କିଛି ହେଇନି। ତ ଏଠି ଦେଖିପାରୁଥିବେ ସେ ଯେଉଁ ଆରିସା ପିଠା ଗୁଡ଼ାକ ହେଇଥିଲା ମୁଁ ସେଇଟାକୁ କାଢ଼ି ଦେଇଛି। ଆଉ ଛୋଟ ପ୍ଲେଟ୍ ଯେହେତୁ ଅଛି, ମୁଁ ତାକୁ ସବୁ ସାଇଜ୍ କରିକି ସାଇଡ଼୍ରେ ରଖୁଥିଲି। 2ଟା ପିଠା ଆମର ଏବେ ହେଇଯାଇଛି, ବାକି ରହିଲା ମଣ୍ଡା ପିଠା। ମଣ୍ଡା ପିଠା ବି ଏଠି ଦେଖିପାରୁଥିବେ ପୁରା ବ୍ରାଉନ୍ କଲର୍ର ହେଇଗଲାଣି, ଭଲସେ ମାନେ ଫ୍ରାଏ ହେଇଗଲାଣି। ତ ମୁଁ ସେଟାକୁ କ'ଣ କଲି ନା କାଢ଼ିଦେଲି। ଆଉ ତାପରେ ଏଠି ଦେଖିପାରୁଥିବେ ଏଇଟା କାକରା ପିଠା ବୋଧେ, ହଁ ସେଇ ଆଣରେ ହିଁ ବନା ହେଉଛି। ଆଉ ତା ସହିତ ପୁର ଅଛି ନଡ଼ିଆ ଆଉ ଛେନା। ତ ଗୋଟେ ଗୋଟେ ବୋଉ ବସିକି ବନାଉଥାଏ, ଆଉ ମୁଁ ସେଠି ବସିକି ଛାଣୁଥାଏ। ଆଉ ଦେଖିପାରୁଥିବେ ବସିକି ତ ଛାଣୁଛି, ଆଉ କ'ଣ କହିବି ଏକ୍ସଟ୍ରା ଆପଣମାନଙ୍କୁ। ତ ପିଠା ବୋଉ ବି ଗଢ଼ିବାରେ ବ୍ୟସ୍ତ ଅଛି, କାହିଁକିନା ସକାଳ ହେଲେ ବହି ପଢ଼ା ହେବ। ବୋଉ ଫାଷ୍ଟ କହିଥିଲା କି ଆମେମାନେ ପ୍ରଥମେ ଠାକୁର ବସେଇ ଦେଇକି ପିଠାଟା ଗଢ଼ି ନେବା। ତ ପିଠା ଗଢ଼ା ସରିଲା ପରେ ବହି ପଢ଼ା ହେବ। ତ ସେଥିପାଇଁ ମୁଁ କହିଲି ହଁ, ସେ ବି ଠିକ୍ କଥା। ତ ଗୋଟେ ଗୋଟେ କାମ ସରାଇବା ପାଇଁ ପଡ଼ିବ। ଗୁରୁବାର ଓଷା ଅଛି, ଯାହା କରିବୁ ଆମେ ମା' ଝିଅ ହିଁ କରିବୁ। ତ 2 ଜଣ ହିଁ କରିବୁ, ତ 2 ଜଣଙ୍କୁ ମିଶିକି କରିବା ପାଇଁ ପଡ଼ିବ। ଆଉ ଏଠି ଦେଖିପାରୁଥିବେ ଗୋଟେ ଗୋଟେ ପିଠା ବାହାର କରାହେଉଛି, ଆଉ ମୁଁ ତାକୁ ସବୁ ସାଇଜ୍ କରିକି ରଖୁଛି। ଆଉ ଏଠି ଟିକେ ପିଠାଟା ଲାଗିଯାଇଥିଲା, ମୁଁ ପିଠାଟା ପକାଇ ଦେଇକି ଟିକେ ବାହାରକୁ ପଳାଇ ଯାଇଥିଲି, କିଛିଟା କାମରେ ଯାଇଥିଲି। ତ ସେଠି ଆସିଲା ବେଳକୁ ପିଠାଟା ପୁରା ଟିକେ ଲାଗିଯାଇଥିଲା। ତ ଛାଡ଼ନ୍ତୁ, ବେଶୀ ବି କିଛି ହେଇନି। ତ ଏଠି ସବୁ ପ୍ରକାର ପିଠା ଆମର ରେଡ଼ି ହେଇଗଲା। ଦେଖିପାରୁଥିବେ ମୁଁ ପୁରା ସଜେଇ ନେଇଛି ଥାଳିରେ।
ସବୁକିଛି ସରିଲା ପରେ ଯେଉଁଟା କାଲି ବରା ପାଇଁ ବଟା ହେଇଥିଲା ତ ସେଇଟାକୁ ମୁଁ କ'ଣ କଲି ନା ଛାଣିବା ପାଇଁ ମୁଁ ଭାବିଲି କି ପ୍ରଥମେ ଚାମଚରେ ଛାଣିବି। ଛାଣିଥିଲି ବି ଚାମଚରେ 10ଟା ପିଠା ହିଁ ଛାଣିଥିଲି। ତ ଏଠି ଚାମଚରୁ ଟୋଟାଲି ବାହାରୁ ନଥାଏ, ଆପଣମାନେ ତ ଦେଖିପାରୁଥିବେ। ତ ଯାହା ଯେମିତି ହଉ 10ଟା ପିଠା କରିକି ଛାଣିଦେଲି। ତ ପିଠା ଆଇଟମ୍ ଗୁଡ଼ାକ ସରିଗଲା, ଆଉ ବାକି ରହିଲା ରୋଷେଇବାସର କାର୍ଯ୍ୟକ୍ରମ ଗୁଡ଼ାକ। ତ ମୁଁ ସବୁକିଛି କାଢ଼ିଦେଲି। ଯେଉଁ ବରାଟା ବି ବନେଇଥିଲି ସେଇଟାକୁ ବି ଥାଳିରେ ସାଇଡ଼୍ କରି କାଢ଼ି ନେଇଛି, ଆପଣମାନେ ଦେଖିପାରୁଥିବେ। କିନ୍ତୁ ଏଇଟା ଚାମଚରେ ଯେହେତୁ ପକାଉଥିଲି ତ ଭଲ ସେପ୍ ନେଇନି। ଆଉ ତାପରେ ମୁଁ ଯାଇକି ଗୋଟେ ମଞ୍ଜ କଦଳୀ ପତ୍ର କାଟି ନେଇ ଆସିଥିଲି। ତ ତାକୁ କାଟିକି ଆଣିକି ମୁଁ ତାକୁ ଭଲସେ ପାଣିରେ ଧୋଇ ଦେଇଥିଲି, କାହିଁକିନା ମୋତେ ପିଠା ଘୋଡ଼େଇକି ରଖିବାର ଥିଲା। ତ ସବୁତକ ପିଠା ନେଇକି ମୁଁ ଠାକୁରଙ୍କ ପାଖରେ ନେଇ ରଖିଦେଲି। ତ ରଖିବା ପରେ ସେ ଯେଉଁ କଦଳୀ ପତ୍ରଟା ଆଣିଥିଲି ତାକୁ ମୁଁ ଘୋଡ଼େଇ ଦେଲି। ଏବେ ଭୋଗ ଲାଗିନି, ଭୋଗ ଲାଗୁ ଲାଗୁ ଲେଟ୍ ହେବ, ଯେହେତୁ ପିଠା ଗୁଡ଼ାକ ସରିଯାଇଛି ତ ତାକୁ ସାଇଡ଼୍ କରି ରଖିଦେଲି। ଆଉ ଏଠି ମୁଁ ପିଠା ଯେଉଁଟା ବନାଉଛି ଚକୁଳି ପିଠା, ଏଇଟା ଦାଦାଙ୍କ ଖାଇବା ପାଇଁ ବନାଉଛି। ତ ମୁଁ ଚକୁଳି ପିଠାଟା ଗୋଲ ହେଇଛି। ତ ଏଠି ବାକି ତକ ଭିଡ଼ିଓ ମୁଁ ନେଇନଥିଲି। ଏଠି ଅଛି ଶାଗ ଭାଜିବା ପାଇଁ ବସିଗଲି। ଡାଲମା ଭାତ ଅଲରେଡ଼ି ହେଇସାରିଲାଣି, ଆଉ କ୍ଷୀରି ବି ହେଇସାରିଛି। ତ ଇଏ ହେଉଛି ଡାଲମା, ଦେଖିପାରୁଥିବେ ମୁଁ ଛୁଙ୍କ ମାରି ନେଇଛି। ତ ବ୍ଲର୍ ଆସୁଛି, ତା'ର ଯେଉଁ ଧୂଆଁ ଗୁଡ଼ାକ ବାହାରୁଛି। ତାପରେ ଏଠି ମୁଁ ଫୁଟଣ ଫୁଟେଇଥିଲି। ଶାଗଟା ପ୍ରଥମେ ବାମ୍ଫ ଦେଇଥିଲି, ମାନେ ସିଝି ଯାଇଥିଲା, ତାକୁ କାଢ଼ି ଦେଇଥିଲି। ଆଉ ତାକୁ କାଢ଼ିଲା ପରେ ଦେଖିପାରୁଥିବେ ଶାଗର ଯେଉଁ ରେଡ଼୍ କଲର୍ର ପାଣି ଗୁଡ଼ାକ ସେ କେମିତିକା ଟୋଟାଲି ବ୍ଲଡ଼୍ ଟାଇପ୍ର ହିଁ ଦେଖାଯାଉଛି। ତ ତାପରେ ଫୁଟଣ ଫୁଟିଗଲା ପରେ ମୁଁ ଏଠି ଦେଇଥିଲି ଶାଗଟା ଭାଜିବା ପାଇଁ। ଏଇଟା ଖାଲି ଶାଗ ନଥିଲା, ତା ସହିତ ମୂଳା ବି ଅଛି। ମୁଁ ପୁରା ଚୁନା ଚୁନା କରି କାଟି ଦେଇଛି, ଜଣାଯାଉନି ଟୋଟାଲି। ତ ତାକୁ ଭଲସେ ମୁଁ ଭାଜିବା ପାଇଁ ଲାଗିଗଲି। ଆଉ ସେ ଶାଗରେ ଯେଉଁ ପାଣି ଅଂଶ ଗୁଡ଼ାକ ଥିଲା ସେଟାକୁ ଭଲସେ ମୁଁ ଜାରି ଦେଇଥିଲି। ତ ପାଣିଟା ଟିକେ ରହିଲେ ଖାଇବାରେ ଏତେ ଟେଷ୍ଟ ଲାଗେନି, ପାଣିଚିଆ ଟେଷ୍ଟ ଆସେ। ଆଉ ତା ଶାଗ ସହିତ ମୋତେ ପକାଇବାର ଥିଲା ବଢ଼ି। ବଢ଼ିଟା ଆଗରୁ ଭାଜି ନେଇଥିଲି, ଭାଜିକି ତାକୁ ପୁରା ପ୍ଲେନ୍ କରି ଚୁଲି ନଥିଲି, ଅଳ୍ପ ଟିକେ ଦରଦରା କୁଟି ଦେଇଥିଲି। ତ କୁଟିବା ପରେ ଶାଗ ଅଧା ଫ୍ରାଏ ହେବା ପରେ ମୁଁ ସେ ବଢ଼ିଟାକୁ ମୁଁ ଆଡ଼୍ କରିଦେଇଥିଲି ଭାଜିବା ପାଇଁ। ଆଉ ବାକି ତକ ଯେଉଁ ପାଣି ଅଂଶ ଗୁଡ଼ାକ ତା ଭିତରେ ଥିଲା ଶାଗରେ ସେଗୁଡ଼ାକ ସୋପ୍ କରିନେଲା। ଆଉ ଏଠି ଦେଖିପାରୁଥିବେ କ୍ଷୀରି ବୋଉ ବନେଇ ଦେଇଥିଲା ପ୍ରେସର୍ କୁକର୍ରେ। ଆଉ ଏଇଟା ଦେଖିଲେ ଜଣାପଡ଼ୁଛି ଯେମିତି ଆଇସ୍କ୍ରିମ୍ ଗୁଡ଼ାକ ଥୁଆ ହେଇଛି। ତ ଦେଖିପାରୁଥିବେ ପୁରା ମାନେ କାଠୁଆ ହେଇଯାଇଛି, ପୁରା ଅମୁଲ ଆଇସ୍କ୍ରିମ୍ ଭଳିଆ ତ ଟୋଟାଲି ଦେଖାଯାଉଛି। ତ ସେଇଟାକୁ ବାଢ଼ି ଦେଲା ବୋଉ। ଭୋଗ ଲାଗିବା ଟାଇମ୍ ହେଇଗଲାଣି, ତ ଗୋଟିଏ ଗୋଟିଏ କରି ଜିନିଷ ବୋଉ ସବୁତକ ବାଢ଼ି ଦେଲା। ଆଉ ଏଠି ଡାଲମାରେ ଉପରେ ଆଡ଼୍ କରିଥିଲି ମୁଁ ମସଲା ଗୁଡ଼ାକ। ତ ସେଗୁଡ଼ାକ ବୋଉ ଭଲସେ ଗୋଳେଇ ଦେଇ ଡାଲମା ବାହାର କରିଦେଲା। ଆଉ ଏଠି ଦେଖିପାରୁଥିବେ ଥାଳି ରେଡ଼ି ହେଇଗଲା। ଅରୁଆ ଭାତ ଅଛି, ଡାଲମା ଅଛି, ଶାଗ ଭଜା, ତା ସହିତ ଅଛି କ୍ଷୀରି। ତ ମୁଁ ଯାଇକି ଭୋଗ ଲଗାଇ ଦେଇଥିଲି ମାଙ୍କ ପାଖରେ, ଦେଖିପାରୁଥିବେ। ତ ଭୋଗ ଲଗାଇକି ମୁଁ ପାଣି ବୁଲେଇ ଦେଇଥିଲି। ଆଉ ଏଠି ଦେଖିପାରୁଥିବେ 2ଟା ପତ୍ରରେ ମୁଁ ବାଢ଼ିଛି। 2ଟା ପତ୍ରରେ ଏଥିପାଇଁ ବାଢ଼ିଛି, ଗୋଟେ ହେଉଛି ମାଙ୍କ ପାଇଁ ମୁଁ ବାଢ଼ିଥିଲି, ଆଉ ଗୋଟେ କଳସ ଯେଉଁ ଆମର ସ୍ଥାପନ କରାହେଇଛି ମୁଁ ସେଥିପାଇଁ ବି ଗୋଟେ ପତ୍ର ବାଢ଼ି ନେଇଥିଲି। ତ ଭିଡ଼ିଓ ଆଉ ବେଶୀ ଲଙ୍ଗ୍ କରୁନି, ଭିଡ଼ିଓକୁ ମୁଁ ଏଇଠି ଏଣ୍ଡ୍ କରୁଛି। ତ ଭିଡ଼ିଓ ଭଲ ଲାଗିଲେ ଗୋଟେ ଲାଇକ୍ କରିଦେବେ, ନୂଆ ଆସିଥିଲେ ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରିଦେବେ। ତ ପୁଣି ଥରେ ଦେଖା ହେବ ନେକ୍ସଟ ଭିଡ଼ିଓରେ। ରହିଲି, ଟାଟା।